सप्तम स्कंद प्रथम अध्याय श्री शुकवाच एवं शुणनुपमणि हरिचरित सुधावाणी जन्मवासना कर्म फले प्राणी भुंजती मयि तले। सप्तम स्कंदे भागवते कहवा शुण एक चिते कर्मवासना रूप धरी बेनि प्रकारे से संचरी शुभ अशुभ बेनि पदे प्रकाश करे हेतु भेदे महत अपमान कोपे जानती से आपणा समीपे पुणी मागंती अनुग्रहे जे कर्म शुभ फल भये शुण कहवा प्रिय भावे जेतई जेमंत प्रस्तावे वैकुंठे हरिद्वार पाले जय विजय महाबले से दुई भाई हरिद्वारे खटंती सेवा अनुसारे तपी मानक कोप फले जन्मिले असुरंक कूले ब्राह्मणे अपराध करी जन्म लभिले देह धरी असुर वंशे अवतार हिरण्यकशिपु कुमार से प्रहल्लाद नरदे नारद मुनि अनुग्रहे श्रीकृष्ण चरण कमले निश्चले भजी जोग बले हे जन्मवासना हेतु धरी विष्णु भक्ति हेतु करी विष्णु भक्त होई जेबे भक्ति करे से उभावे ताहाकु रखे भगवान न सहे भक्त अपमान जय विजय बेनि भाई असुर कूले जन्म होई हरिकी अपराध कले तृतीय जन्मे निस्तरिले एणु पंडित प्राणी माने मागंती अनुग्रह ध्याने যত্ন করিণ নিরন্তরে আত্মাকু আপনে উদ্ধারে এভাব মুনি গণে চিন্তি ভবসাগরু তরি যাନ୍ତି এআদি গ্রন্থে ততে কহি শুণ পরীক্ষ মন দেই অসুর কূলে দেহ বহি জয় বিজয় বেনি ভাই বিষ্ণু বৈরি নিরন্তরে স্বভাবে অসুর ব্যবহারে তাহাଙ୍କ কূলে প্রহ্লাদ হরি ভকত মধ্যে ভেদ এ পিতা পুত্র ମଧ୍ୟ ଗତେ ଗୁଣ ବାସନା ଅନୁମତେ ମହାନ୍ତ କୋପ ଅନୁଗ୍ରହେ ବାସନା ଭେଦ ଏ ସଂଶୟ ବାସନା ବଳେ କର୍ମଜାତ ହରଇ ପ୍ରାଣୀ ରଚିତ ଏ ପଞ୍ଚ ପ୍ରସ୍ତାବ କାରଣ ଧର୍ମ ନିୟମ କଥା ଶୁଣ ପ୍ରଥମ ଅଧ୍ୟାୟରେ ପ୍ରସ୍ତାବ କହିବା ପିତା ପୁତ୍ର ଭାବ ହିରଣ୍ୟକଶିପୁ କୁମାର ବିଷ୍ଣୁ ଭକତ ମଧ୍ୟବର ବ୍ରାହ୍ମଣ ସାପେ ବେନି ଭାଇ ଅସୁର ରୂପେ ଜନ୍ମ ହୋଇ ଇନ୍ଦ୍ରର ଅର୍ଥେ ଭଗବାନ ଅସୁର କରିବେ ନିଧନ ଏଣୁ କଶ୍ୟପ ଗୃହ ନାରୀ ସେ ଦିତି ମନେ କୋପ କରି ପୁତ୍ରଙ୍କ ମରଣ ବିଶ୍ୱାସେ ନିର୍ଘାତ ରବେର ଦଶ ଦିଶେ ହେମନ୍ତେ ମୁନି ବାକ୍ୟ ଶୁଣି ବୋଲେ ସାନନ୍ଦେ ନୃପମଣି ପରୀକ୍ଷିତ ବାଚ ଭମୁନି ଶୁଣ ମୋ ବଚନ ଯେ ହରି ସର୍ବଗଟେ ସମ ପ୍ରିୟ ସୁହୃଦ ପ୍ରାଣୀ କର ବିଶେଷ ଶରଣ ସୋଦର ସେ କିମ୍ପା ଇନ୍ଦ୍ର କୌବଲରେ ନିର୍ଦ୍ଦୟ ଅସୁର ସଂହାରେ ବିଷମ ମତ ଏହାଙ୍କର ଯେ ହରି ଭକତ ସୋଦର ସୁରଗଣକ ନିମିତ୍ତରେ ନିଷ୍ଠୁର ପ୍ରାୟ କର୍ମ କରେ ଯେ ହରି ସର୍ବଜୀବପତି ସେ କିମ୍ପା ବିଚାରେ ଅନୀତି ଅଶେଷ ଜନ୍ତୁ ହୃଦେ ଥାଇ ଅନ୍ତରେ ସମସ୍ତ ଦେଖଇ ଆତ୍ମାର ନିସ୍ତାରଣ କରେ ସେ କିମ୍ପା ଭେଦକୁ ବିଚାରେ ଦେବ ଅସୁର ତାର ଦେଇ ସମ ବିଷମ ତାର ନାହିଁ ସ୍ୱଭାବେ ତ୍ରିଗୁଣ ଶରୀର ସେ ନିରଞ୍ଜନ ନିରାକାର ନିର୍ଗୁଣ ସତ୍ୟ ବେଦପତି ସକଳ ଭୂତେ ତାର ସ୍ଥିତି ଏଣୁ ଗୋବିନ୍ଦ ଗୁଣ କର୍ମେ ସଂଶୟ ମୋର ମତି ଭ୍ରମେ ଏ ପୂଜଇ ଚରଣେ ତୁମ୍ଭର ମୋର ସଂଶୟ ଦୂର କରମ୍ ଶ୍ରୀ ଶୁକବାଚ ଭନୁପତର ସାଧୁବାଣୀ ତୁଜେ ପଚାରୁ ପରିମାଣୀ ଅଦ୍ଭୁତ ବିଷ୍ଣୁର ମହିମା କେ ଜାଣିପାରେ ଗୁଣ ସୀମା ଏ ଗ୍ରନ୍ଥ ଭାଗବତେ ପୁଣ ଏ ବିଷ୍ଣୁ ଭକତି ଲକ୍ଷଣ ପରମ ପୁଣ୍ୟ ହେତୁ ବାଣୀ ଯେ ଶୁଣେ ଯେ ବା ମୁଖେ ବଣୀ ନାରଦ ଆଦି ମୁନି ଗଣେ ଯାହା ଭଜନ୍ତି ଅନୁକ୍ଷଣେ ବ୍ୟାସ ଚରଣେ ସେ ବି ମୁଇଁ କହିବି ଯାହା ମୁଁ ଜାଣଇ ସେ ହରି ସ୍ୱଭାବେ ନିର୍ଗୁଣ ପ୍ରକୃତି ପରମ କାରଣ ସ୍ୱଭାବେ ସର୍ବଗୁଣ ପର ବ୍ରହ୍ମା ଶଙ୍କରେ ଅଗୋଚର ସେ ମାୟା ଗୁଣ ଆଶ୍ରୟ କରି ବ୍ୟାଧ ବାଧକ ରୂପ ଧରି ସେ ତତ୍ୱରଜ ତମ ଗୁଣ ପ୍ରକୃତି ଏହାଙ୍କ ପ୍ରମାଣ ଆତ୍ମାର ଗୁଣ ଏ ନୁହନ୍ତି ପ୍ରକୃତି ରୂପେ ପ୍ରକାଶନ୍ତି ଏ ଉଦୟ ଅସ୍ତ ଏକା ବେଳେ ନୁହନ୍ତି ସୂଚି ସଙ୍ଗ ବେଳେ ଶ୍ରୀପାଳନ କାଳେ ହରି ସତ୍ୱ ଗୁଣକୁ ଆଶ୍ରୟ କରି ଦେବତା ଋଷି ରୂପ ହୋଇ ସ୍ୱଧର୍ମେ ସୃଷ୍ଟିକୁ ପାଳଇ ରଜଗୁଣକୁ ଆଶ୍ରୟ କରି ଅସୁର ଗଣକୁ ନିସ୍ତାରି ଯକ୍ଷ ରାକ୍ଷସ ତମ ଗୁଣେ ଭଜଇ କାଳର ପ୍ରମାଣେ ପ୍ରତି ଆକାଶେ ପ୍ରକାଶଇ ବିଚାରେ କାହିଁ ନ ମିଳଇ ଏ କାଷ୍ଠ ସଂଯୋଗେ ଅଗ୍ନି ଜେନେ ଜଳେ ବାୟୁ ସଞ୍ଚାର ସ୍ଥାନେ ଆକାଶେ ଜେନେ ଜଳ ଘଟେ ତେମନ୍ତ ରୂପେ ସେ ପ୍ରକଟେ ମାୟାରେ ନାନା ରୂପ ହୋଇ ସେ ମାୟା ତାକୁ ନ ଲାଗଇ ଏହା ବିଚାରି ମୁନି ଜନେ ଆତ୍ମାକୁ ଆତ୍ମା ଅନୁମାନେ ସଂଶୟ ନ କରନ୍ତି ମନେ ହରି ବିଷୟ କ୍ରୀଡ଼ା ସ୍ଥାନେ କାଳେ ମାୟା ଯୋଗ ଅର୍ଥେ ପୁରୁଷ ଜୀବ ଏହି ମତେ ଏ ରଜଗୁଣରୁ ସୃଷ୍ଟି କରେ ସତରେ ବ୍ରହ୍ମ ରୂପ ଧରେ
ଦେବାଦି ଯୋନି ଦେହ ମଧ୍ୟରେ କ୍ରୀଡ଼ା କରଇ ସେ ଅବାଧେ। ଏ ରମିବା ଅର୍ଥେ ଭାବଗ୍ରାହୀ ଅଶେଷ ଜନ୍ତୁ ହୃଦେ ସେଇ କ୍ରୀଡ଼ାର ଅନ୍ତେ ସେ ଆପଣେ ସୃଷ୍ଟି ସଂହାର ତମ ଗୁଣେ। ସେ ପୁଣି ସୃଷ୍ଟି କାଳେ ହରି ଜୀବ ପ୍ରକୃତି ରୂପ ଧରି ପ୍ରଧାନ ପୁରୁଷ ଏବେନି ନିମିତ୍ତେ ତାଙ୍କୁ ସଙ୍ଗେ ଘେନି। ତାଙ୍କ ଆଶ୍ରମେ ସଙ୍ଗ ମେଳେ ଭିଆଏ ନିମିଷାଦି କାଳେ କାଳ ହରି ଆଜ୍ଞା ଘେନି ପ୍ରଧାନ ପୁରୁଷ ଏବେନି। ଉଭୟ ମତେ ନାନା ଗୁଣ ସୃଜଇ ସଂସାର କାରଣ ସେ ହରି କାଳ ରୂପ ଧରେ ସାତ୍ୱିକେ ଦେହକୁ ଧରେ। ଦେବଙ୍କ ପ୍ରିୟ କର୍ମ କରେ ଅସୁର କୁଳକୁ ସଂହରେ ଏଣୁ ସେ ପ୍ରଭୁ ଭଗବାନ ନିର୍ଲୋଭ ପ୍ରଭୁ ଉପାଦାନ। ଏ ରଜ ତାମସ ଗୁଣ ଯେତେ ତାଙ୍କୁ ସଂହାରେ ଅବିରତେ। ଏବେ ଓ ଶୁଣ ନରନାଥ ବିଷ୍ଣୁ ଚରିତ ଭାଗବତ ତାହାଙ୍କ ମହିମା ବିଶେଷ ଶୁଣ କହିବା ଇତିହାସ। ରାଜୁଷୀ ଯଜ୍ଞ ସଭା ଅନ୍ତେ ଧର୍ମ ନନ୍ଦନର ଗ୍ରତେ ନାରଦ ମୁନି ଯାହା କହି ସେ ସଭା ମଧ୍ୟ ପାଞ୍ଚ ଭାଇ ଦେବକୀ ନନ୍ଦନର ତୁଲେ ରାଜା ମୁନିକୁ ପଚାରିଲେ। ସେ ସଭା ମଧ୍ୟ ଧର୍ମ ବଳା ନୟନେ ଅଦ୍ଭୁତ ଦେଖିଲା ସୁପାଳର ପଞ୍ଚ ପ୍ରାଣ ଗୋବିନ୍ଦେ ପଶିଲା ଶରଣ। ସଭାଜନକ ଦୃଷ୍ଟି ଆଗେ ଯେନେ ବିଜୁଳି କଳା ମେଘେ। ଯୁଧିଷ୍ଠିର ବାଚ ଭମୁନି ଦୁର୍ଲଭ ଏକଥା ଦେଖି ମୋ ମନେ ଗୁରୁ ବ୍ୟଥା। ସାଙ୍ଗ ଯୋଗେ ମୁନି ଗଣ ଚିନ୍ତନ୍ତି ଯାହାଙ୍କ ଚରଣ ଏକାନ୍ତେ ଭକ୍ତି ଯୋଗେ ଚିନ୍ତି ଯା ରୂପ କେହି ନ ଦେଖନ୍ତି। ଦେବଦାନବେ ଅଗୋଚର ଯେ ବ୍ରହ୍ମ ନିତ୍ୟ ନିରାକାର। ଏ ଦମ ଘୋଷର କୁମର ସ୍ୱଭାବେ ଦୁଷ୍ଟ ଦୁରାଚାର। କୃଷ୍ଣେ ଅନେକ ନିନ୍ଦା କଲା ସେ କିମ୍ପା କୃଷ୍ଣକୁ ପାଇଲା। ଏ ସଭା ଲୋକ ମଧ୍ୟ ମୁଇଁ ତୁମ୍ଭର ଛାମୁରେ ପୁଛଇ କହେ କେବଳ କାରଣ ସକଳେ ଶୁଣନ୍ତୁ ପ୍ରମାଣ। ବିଷ୍ଣୁଙ୍କୁ ଦୁଷ୍ଟ ଜନ ମେଳେ ଯେବା ନିନ୍ଦନ୍ତି ଜ୍ଞାନ ଭୋଳେ ସେ ପ୍ରାଣୀ ନରକେ ପଡ଼ନ୍ତି ମହାନ୍ତେ ମନ୍ତ କହନ୍ତି। ସେ ଦମଘୋଷ ସୁତବାଣୀ ସଭାରେ ଦନ୍ତ ବକ୍ର ଶୁଣି ସେହି ଅନେକ ନିନ୍ଦା କଲା ମୋତେ ତ ସନ୍ଦେହ ଲାଗିଲା। ଏବେ ନିଜନେ ନିନ୍ଦା କଲେ ସଭାର ମଧ୍ୟ ଏକ ତୁଲେ କୃଷ୍ଣଙ୍କୁ ନିନ୍ଦା କରି ତୁଣ୍ଡେ କିମ୍ପା ନ ଗଲେ ଯମ କୁଣ୍ଡେ। ଏ କେବଳ ହେତୁ ବେନିବିରେ ପଶିଲେ କୃଷ୍ଣର ଶରୀରେ ଏବେ ଭ୍ରମଇ ମୋର ମନ ବନେ ଯେ ସନ ହୁତାସନ। କାରଣ କହ ମୁନି ମତେ ଶୁଣି ମୁଁ ଯିବଇ ପରତେ। ହେମନ୍ତ ରାଜା ବାକ୍ୟ ଶୁଣି ସାନନ୍ଦ ମନେ ବ୍ରହ୍ମ ମୁନି କହନ୍ତି ରାଜାର ଅଗ୍ରତେ ସମସ୍ତେ ଶୁଣନ୍ତି ଏମନ୍ତେ। ନାରଦ ବାଚ ଏ ଯାହାର ନିନ୍ଦା ସ୍ତୁତି ଅର୍ଥେ ମନୁଷ୍ୟ ଶରୀର ଜଗତେ ପ୍ରକୃତି ପୁରୁଷ ସଂଯୋଗେ ଜନ୍ମଇ ଅବିବେକ ଭାବେ। ଏ ବଢ଼ଇ ହିଂସା ଅଭିମାନେ ଏ ଦ୍ୱନ୍ଦ୍ୱ କୁଟିଳ ଅବଧାନେ। ମୁହିଁ ମୋହର ବୋଲି ଜାଣେ ଯାବତ ବସଇ ତ୍ରିଗୁଣେ। ମନୁଷ୍ୟ ସ୍ୱଭାବେ ମନ୍ତେ ସଂସାର ମଧ୍ୟ ଛନ୍ତି ଯେତେ ଆତ୍ମାଭିମାନେ ଦେହ ବହି ଲୁବ୍ଧେ ପ୍ରାଣୀ ବୋଧ ହୋଇ। ସେ ପୁଣି ଅକୈବଲ୍ୟ ଆସ୍ଥାନେ ନ ଖଟେ ଆତ୍ମା ଅନୁମାନେ ହରି ବିଷୟ କଲେ ଯେତେ କୈବଲ୍ୟ ଲଭେ ପ୍ରାଣୀ ଅନ୍ତେ। କେ ଭଜେ ରିପୁ ଅନୁମନ୍ଦେ କେ ଅବା ମିତ୍ର ଭାବ ସାଧେ କେ ଅବା ଭଜେ ତାକୁ ଡରେ କେ ଅବା ପ୍ରିୟ ଭାବ କରେ କେ ଅବା ସ୍ନେହ ଚିତ୍ତ ଧରି କେ ଅବା ରୂପ ଚିନ୍ତା କରି ସେ ସର୍ବଜନେ ଅନ୍ତକାଳେ ପଶନ୍ତି ଚରଣ କମଳେ। ଏ ନିତ୍ୟ ବୈରୀ ଭାବେ ଚିନ୍ତି ହରିକି ଏମନ୍ତ ଭଜନ୍ତି ନିଶ୍ଚଳ ଯୋଗେ ଚିତ୍ତେ ଧ୍ୟାଇ ଯୋଗିଏ ଲଭିବାର ପାଇଁ। ଏ ଭାବ ମୋର ନିତ୍ୟ ମନେ ଏବେ ଓ ଶୁଣ ସାବଧାନେ ଭ୍ରମର କୀଟ କୀଟ ମାରେ ନେଇ ସାପଇ ନିଜ ଘରେ। ସେ କୀଟ ପ୍ରାଣ ଯିବା କାଳେ ଭ୍ରମର ଦେଖୁଥାଇ ଡଳେ ଭ୍ରମର ଯୋଗେ ଭଏ ମରେ ତାର ସ୍ୱରୂପ ଅନ୍ତେ ଧରେ। ଏମନ୍ତ କୃଷ୍ଣର ବିଷୟ ମାୟା ମନୁଷ୍ୟ ନିଜ କାଏ ବୈରୀ ପଣେ ତାକୁ ଭଜି ନିର୍ମଳ ହୃଦୟ ନିମଜି। ଏ ଘେନି କାମ କ୍ରୋଧ ଭଏ ଯେବା ଭଜନ୍ତି ମିତ୍ର ସ୍ନେହେ କୃଷ୍ଣ ବିଷୟ ଚିତ୍ତ ଦେଇ ଅନେକ ଗଲେ ମୁଖ୍ୟ ହୋଇ। ଗୋପନଗରେ ଗୋପୀ ଯେତେ ବିଷ୍ଣୁକୁ ଭଜି କାମ ଚିତେ କଂସ ଯେ ନିତ୍ୟ ଭୟ କଲା ଅନ୍ତେ ସେ ଗୋବିନ୍ଦେ ପଶିଲା। କ୍ଷତ୍ରିୟ ଶିଶୁପାଳ ଆଦି କୃଷ୍ଣ ବିଷୟ ହୋଇ ବାଦି ସମ୍ବଦେ ବୃଷ୍ଟି ବଂଶ ଯେତେ ଭଜନ୍ତି ଭାତୃ ସ୍ନେହେ ଚିତ୍ତେ। ମୁଁ ତାର ଚରଣ କମଳେ ଭକତି କରଇ ନିଶ୍ଚଳେ ପୂର୍ବେ ଏବେନି ସତ୍ୟ ଯୁଗେ ନିତ୍ୟେ ଭଜିଲେ ଶତ୍ରୁ ଭାବେ। ଏଣୁ ହରିଙ୍କୁ ନାନା ମତେ ଯେ ଭଜି ପାରେ ଦୃଢ଼ ଚିତେ ନିର୍ଭୟେ ଗୋବିନ୍ଦେ ପଶନ୍ତି ଜନ୍ମ ମରଣୁ ନିସ୍ତରନ୍ତି। ଯେ ଦମ ଘୋଷର କାମିନୀ ତୋହର ମାତାର ଭଗିନୀ ତାର ଉଦରୁ ବେନିବାଳ ଏ ଦନ୍ତ ବକ୍ର ଶିଶୁପାଳ
ପୂର୍ବେ ହରିଦ୍ୱାରେ ଥିଲେ ବ୍ରାହ୍ମଣେ ଅପରାଧ କଲେ, ଏବେ ନିଭାଇ ସହୋଦର ବିଷ୍ଣୁ ସେବକ ମଧ୍ୟ ବର। ମହାନ୍ତ ଅପରାଧ ଫଳେ ଜନ୍ମିଲେ ଅସୁରଙ୍କ କୂଳେ, ବ୍ରାହ୍ମଣେ ଅପରାଧ କଲେ ବ୍ରହ୍ମ ଋଷି ଏ ଶାପ ଦେଲେ, ଏ ଜନ୍ମେ ମନୁଷ୍ୟ ଶରୀରେ ପୁଣି ମିଳିଲେ ହରିଦ୍ୱାରେ। ଯୁଧିଷ୍ଠିର ବାଚ, ଯେ ହରି ନାମ ଉଚ୍ଚାରନ୍ତି ସର୍ବ ସଙ୍କଟୁ ସେ ତରନ୍ତି, ଯେ ହରିଦ୍ୱାର ପାଳ ପଣେ ପାଦେ ସେବନ୍ତି ଅନୁକ୍ଷଣେ, ତାହାଙ୍କୁ କେବା ଶାପ ଦେଲା ମୋତେ ତା ସନ୍ଦେହ ଲାଗିଲା, ସେ ବୈକୁଣ୍ଠପୁରେ ଥାନ୍ତି ସେ ତ ସଂସାରେ ନ ପଡ଼ନ୍ତି, ଦେହ ସମ୍ଭବ ଜଇଁ ନାହିଁ ସେ କିମ୍ପା ବହେ ନର ଦେଇ, ବିଦେ ହୋଇଲେ ଦୁରାଚାର ଏଣୁ ସଂଶୟ ଜାତ ମୋର, ଭମୁନି ବନ୍ଦେ ତୋ ଚରଣେ କହ ଏ କେବଳ କାରଣେ। ନାରଦ ବାଚ, ଏ ଶୁଣ ରାଜନ ସାବଧାନେ ଯେ କଥା ବିଷ୍ଣୁର ଭୁବନେ, ବ୍ରହ୍ମାର ପୁତ୍ରେ ବେଦବାଦୀ ସନକ ସନାତନ ଆଜି, ସେ ଚାରି ଭାଇ ଏକ ଦିନେ ଭ୍ରମନ୍ତି ଏ ତିନି ଭୁବନେ, ପୁଣି ସେ ଅନ୍ତରିକ୍ଷେ ଗଲେ ବିଷ୍ଣୁର ଭୁବନେ ମିଳିଲେ, ପ୍ରବେଶ ହୋଇ ଦ୍ୱାର ଦେଶେ ବିଷ୍ଣୁର ଦର୍ଶନ ଲାଳସେ, ଜ୍ୟେଷ୍ଠ ଅଟନ୍ତି ସେହିମାନେ ମରିଚି ଆଦି ମୁନି ଗଣେ, 5 ବରଷ ବାଳ ଭଏ ସର୍ବେ ଦିଶନ୍ତି ଏକ ପ୍ରାୟେ, ବାଳ ସ୍ୱଭାବେ ଦିଗମ୍ବର ସ୍ୱଭାବେ ବ୍ରହ୍ମାଙ୍କ କୁମର, ସନକ ଆଦି ମୁନି ଗଣେ ସେବନ୍ତି ବିଷ୍ଣୁଙ୍କ ଚରଣେ, ତାଙ୍କୁ ବାଳକ ପ୍ରାୟ ଚାହିଁ ଜୟ ବିଜୟ ବେନି ଭାଇ, ବାଳକ ଦେଖି ଦ୍ୱାର ପାରେ ନିଷେଧ କଲେ ତାଙ୍କୁ ବଳେ, ତାହାଙ୍କ ମନ ହରିପାଦେ ପଶି ନ ପାରିଲା ପ୍ରମାଦେ, ଦ୍ୱାରପାଳଙ୍କ ମୁଖ ଚାହିଁ କୋପେ ବୋଲନ୍ତି ଚାରି ଭାଇ, ତୁମ୍ଭେ ତ ଦୁଷ୍ଟ ବେନି ଭାଇ ଏ ପୁରେ ଥିବା ନ ଯୋଗାଇ, ଏ ପୁର ବୈକୁଣ୍ଠ ଧାମ ପଶି ନ ପାରେ ରଜତମ, ଏଥେ ନଥାଅ ଭାଅ ଭାଇ ବେନି ମର୍ତ୍ତ୍ୟେ ଜନ୍ମିବ ଦେହ ଘେନି, ଅତି ପାପିଷ୍ଟ ତୁମ୍ଭ ଦେହ ଅସୁର ଘରେ ଜନ୍ମ ହୁଅ, ହିମନ୍ତ ବିପ୍ର ଶାପ ପାଇ ପୁରୁ ଖସିଲେ ବେନି ଭାଇ, ଊର୍ଦ୍ଧ୍ୱ ଚରଣ ଅଧମୁଖ ତକ୍ଷଣେ ଦେଖି ତାଙ୍କ ଦୁଃଖ, ଦୟା ବସିଲା ତାଙ୍କ ଦେହି ସ୍ନେହ ବୋଲନ୍ତି ଚାରି ଭାଇ, ଏ ଅସୁର ହୋଇବେନି ଜନ୍ମ ନିତ୍ୟ କରିବ ଦୁଷ୍ଟ କର୍ମ, ତୃତୀୟ ଜନ୍ମେ ଜାତ ହୋଇ ସାପୁ ତରିବ ବେନି ଭାଇ, ବିଷ୍ଣୁଙ୍କୁ ଚିନ୍ତି ଅପରାଧ ପୁଣି ଲଭିବ ବିଷ୍ଣୁ ପାଦ, ପ୍ରଥମେ କଶ୍ୟପଙ୍କ ଘରେ ବେନିଏ ଦିତିର ଗର୍ଭରେ, ଜନ୍ମିଲେ ହିରଣ୍ୟକଶିପୁ ହିରଣ୍ୟାକ୍ଷ ଯେ ମହାବପୁ, ଦେବଦାନବ ତାଙ୍କ ପାଦେ ଖଟନ୍ତି ଅପରାଧୀ ଭାବେ, ହିରଣ୍ୟାକ୍ଷର ଗର୍ଭ ଭରେ ମହି କମ୍ପଇ ଥର ହରେ, ସେ କଷ୍ଟ ହରି ନ ସହିଲେ ଶୁକର ରୂପକୁ ଧଇଲେ, ଧରଣୀ ଉଦାହରଣ ପାଇଁ ବରୁଣ ପୁରେ ହେଲେ ଯାଇ, ସେ ଦୁଷ୍ଟ ହିରଣ୍ୟାକ୍ଷ ବୀର ଅସୀମ ବଳ ଅଟେ ଯାର, ବରାହ ରୂପ ଦେଖି କୋପେ ମିଳିଲା ଗୋବିନ୍ଦ ସମୀପେ, ଅନେକ ଗଦା ଯୁଦ୍ଧ କଲା ଶବଦେ ଭୁବନ କମ୍ପିଲା, ବିଷ୍ଣୁର ଗଦା ଘାତ ବଳେ ପ୍ରାଣ ଛାଡ଼ିଲା ରସା ତଳେ, ହିରଣ୍ୟକଶିପୁର ସୁତ ପ୍ରହ୍ଲାଦ ଗୋବିନ୍ଦଙ୍କ ଭକ୍ତ, ତାଙ୍କୁ ଅନେକ ଦୁଃଖ ଦେଇ ବିଷ୍ଣୁ ଭଜନ ନ ସହଇ, ପୁଣି ସେ ବିଷ୍ଣୁ ଭକ୍ତି ବଳେ ଅଜେୟ ଏ ମହିମଣ୍ଡଳେ, ତାକୁ ଅନେକ ଦୁଃଖ ଦେଲା କେବେ ମାରି ନ ପାରିଲା, ନୃସିଂହ ରୂପ ଧରି ହରି ହିରଣ୍ୟକଶିପୁ ବିଦାରି, ଦେବତା ହିତକୁ ସାଧିଲେ ନିଜ ପୁରକୁ ଚଳିଗଲେ, ପୁଣି ରାକ୍ଷସ କୂଳେ ଜାତ ବିଶ୍ରବା ଗୃହେ ବେନି ଭ୍ରାତ, ନିକଷା ଗର୍ଭେ ହୋଇ ଜନ୍ମ ଅନେକ କଲେ ମନ୍ଦ କର୍ମ, ରାବଣ କୁମ୍ଭକର୍ଣ୍ଣ ରୂପେ ତ୍ରୈଲୋକ୍ୟ ବଶ କଲେ ଦର୍ପେ, ଏ ତାହାଙ୍କୁ ରାମ ରୂପେ ମାରି ରାକ୍ଷସ ଜନ୍ମରୁ ଧାରି, ସେ ରାମଚରିତକୁ ସୁଖେ ଶୁଣିଲୁ ମାରକଣ୍ଡ ମୁଖେ, ପୁଣି ସେ ମହି ତଳେ ଜାତ ତୋ ମାତା ଭଗିନୀର ସୁତ, ଏବେ ତ ଯଜ୍ଞ ସଭା ମଧ୍ୟେ ବିଷ୍ଣୁଙ୍କୁ ନିନ୍ଦେ ଅପ୍ରମାଦେ, ବିଷ୍ଣୁର ଚକ୍ରେ ଛିନ୍ନ ହୋଇ ମୋକ୍ଷ ପାଇଲେ ବେନି ଭାଇ, ବୈରୀ ଭାବେ ତତ୍ତ୍ୱ ଧ୍ୟାନ ତେଣୁ ପାଇଲେ ତତ୍ତ୍ୱ ଜ୍ଞାନ, ତୃତୀୟ ଜନ୍ମେ କ୍ଷୟ ପାଇ ଜୟ ବିଜୟ ବେନି ଭାଇ, ପୁଣି ମିଳିଲେ ନିଜ ପୁରେ ବିଷ୍ଣୁର ବୈକୁଣ୍ଠ ଦୁଆରେ। ଯୁଧିଷ୍ଠିର ବାଚ, ହିରଣ୍ୟକଶିପୁ କିମ୍ପାଇଁ ପୁତ୍ରକୁ ଦ୍ରୋହ ଆଚରଇ, ସୁରେ ଜାତ ପ୍ରହ୍ଲାଦ କିମ୍ପା ଭଜିଲା ବିଷ୍ଣୁ ପାଦ, ବଳଇ ଦାସ ଜଗନ୍ନାଥ ନାରଦ ଆଗେ କୁନ୍ତି ସୁତ, ସଭାର ମଧ୍ୟେ ପଚାରିଲା ଯେ ଭାଗବତ ବିଷ୍ଣୁ ଲୀଳା, ସପ୍ତମ ସ୍କନ୍ଧେ ହରିବାଣୀ ଶୁଣି ସଂସାରୁ ତର ପ୍ରାଣୀ, ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସହିତାଂ वैयासिक्यां सप्तम स्कंदे जय विजय प्रश्न कथने नाम प्रथम अध्याय। बोल आनंदे कवार हरि हरि बोल।